ମୋ ପ୍ରିୟ ଭାଇମାନଙ୍କୁ ପ୍ରଭୁଙ୍କ ଲୋକମାନଙ୍କୁ ପ୍ରଭୁଙ୍କ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ମୋ ସହିତ ଖୋଲନ୍ତୁ ମାର୍କ ଲିଖିତ ସୁସମାଚାର 11 ପର୍ବ ତାର 24 ପଦରୁ ଆମେମାନେ କିଛି ଅଂଶ ପାଠ କରିବା। ଅତଏବ ମୁଁ ତୁମମାନଙ୍କୁ କହୁଅଛି, ତୁମେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛି ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ। ପୁଣି ତୁମେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ। ଯଦି କାହାର ବିରୁଦ୍ଧରେ ତୁମମାନଙ୍କର କିଛି କଥା ଥାଏ, ତାହେଲେ କ୍ଷମା କର, ଯେପରି ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବେ। କିନ୍ତୁ ତୁମେମାନେ ଯେବେ କ୍ଷମା ନ କର, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରିଥିବା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ପ୍ରଭୁ ତୁମ ଲୋକମାନଙ୍କ ଜୀବନର କାର୍ଯ୍ୟକାରୀ ହେବ, ସେଥିପାଇଁ ତୁମ ପବିତ୍ର ଆତ୍ମାଙ୍କ ଚାଳନାରେ ପ୍ରଭୁ ସମସ୍ତଙ୍କୁ ତୁମେ ଗାଇଡ଼ କର ବୋଲି, ସମସ୍ତଙ୍କୁ ତୁମେ ଚଲେଇ ନିଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ମୋ ପ୍ରିୟ ଭାଇମାନଙ୍କୁ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ଏ ଜାଗାରେ ମାର୍କ ଲିଖିତ ସୁସମାଚାର 11 ପର୍ବ ତାର 24 ପଦରେ ପ୍ରଭୁ ଯୀଶୁ କହୁଅଛନ୍ତି, କ'ଣ ବୋଲି କହୁଅଛନ୍ତି ବୋଲି କହିଲେ, ଅତଏବ ମୁଁ ତୁମମାନଙ୍କୁ କହୁଅଛି, ତୁମେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ହାଲେଲୁୟା, ସେ ସବୁ ପାଇଅଛି ବୋଲି ବିଶ୍ୱାସ କର, ସେଥିରେ ସେ ସବୁ ପାଇଯିବ। ହାଲେଲୁୟା। ଆମେମାନେ ଯାହା ଯାହା ପ୍ରାର୍ଥନା କରୁଛୁ ଆଉ ମାଗୁଛୁ, ତାହା ଆମେମାନେ କ'ଣ ପାଇଁ ପାଇପାରୁନୁ ବୋଲି କହିଲେ, ଆମେମାନେ ସନ୍ଦେହରେ ତାହା ମାଗୁଅଛୁ। ଆମେମାନେ ସନ୍ଦେହରେ ତାହା ମାଗୁଥିବାରୁ ଆମେମାନେ ପାଇପାରୁନୁ। ମୋର ପ୍ରିୟ ଲୋକମାନେ, ଆମମାନଙ୍କ ଉପରେ ଆମେମାନେ ପ୍ରଭୁଙ୍କ ଠାରେ ଭରସା କରିପାରୁନୁ। ଆମେମାନେ ପ୍ରଭୁଙ୍କ ଠାରେ ଭରସା ନ କରିପାରିବାରୁ ଆମେମାନେ ତାହା ପାଇପାରୁନୁ। ଆମେମାନେ ପ୍ରଭୁଙ୍କର ସନ୍ତୋଷଜନକ ଭାବରେ ମାଗିବାକୁ ପଡ଼ିବ। ପ୍ରଭୁ ଆମମାନଙ୍କୁ ଆମେ ମାଗିବା ସାଙ୍ଗେ ସାଙ୍ଗେ ଆମମାନଙ୍କର ମାଗିବାର ବିଷୟ ଗୁଡ଼ାକ ଠିକ୍ ସମୟରେ ଆମମାନଙ୍କୁ ଦେବାର ଅଛି ବୋଲି କହିଲେ, ପ୍ରଭୁଙ୍କର ଯାହା ଇଚ୍ଛା ଆମେ ତାହା ଜାଣିବାକୁ ପଡ଼ିବ। ପ୍ରଭୁଙ୍କର ଇଚ୍ଛାକୁ ଯଦି ଆମେ ଜାଣିପାରିବା, ତାହେଲେ ଆମେମାନେ ସେ ସମସ୍ତ ବିଷୟ ପାଇପାରିବା। ପୁଣି ସେ କହୁଅଛନ୍ତି, ପୁଣି ତୁମେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ। ଯଦି କାହାରି ବିରୁଦ୍ଧରେ ତୁମମାନଙ୍କର କିଛି କଥା ଥାଏ, ତାହେଲେ କ୍ଷମା କର, ଯେପରି ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବେ। ହାଲେଲୁୟା। ତୁମମାନଙ୍କ ସ୍ୱର୍ଗସ୍ଥ ପିତା ପ୍ରଭୁ ଯୀଶୁ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବାର ଅଛି ବୋଲି କହିଲେ, ତୁମେମାନେ ମଧ୍ୟ ଆପଣା ପ୍ରତିବାସୀର ଅପରାଧ ସବୁ କ୍ଷମା କରିବାକୁ ପଡ଼ିବ। ଆଜି ଆମମାନଙ୍କର ଲୋକମାନଙ୍କ ଜୀବନରେ ଯଦି ଆମେ ଦେଖିବା, ସମସ୍ତଙ୍କ ଜୀବନରେ କୌଣସି ନା କୌଣସି ପ୍ରତିବାଦ ଗୁଡ଼ାକ ଥିବ। ଏମିତିକାର କୌଣସି ବିଷୟ ନଥିଲେ ମଧ୍ୟ ସାଧାରଣ ବିଷୟକୁ ମଧ୍ୟ ବଡ଼ ବଡ଼ ଗଣ୍ଡଗୋଳ, ବଡ଼ ବଡ଼ ମୁଖମାଳିନ ହୋଇକି ସେମାନେ ଜୀବନଯାପନ କରନ୍ତି। ଆପଣା ପ୍ରତିବାସକୁ କ୍ଷମା କରିବାକୁ ଇଚ୍ଛା କରନ୍ତି ନାହିଁ। ଆପଣ ପ୍ରତିବାସକୁ ଆତ୍ମତୁଲ୍ୟ ପ୍ରେମ କରିପାରନ୍ତି ନାହିଁ, ଯାହାଫଳରେ ସେମାନେ ତାହାଙ୍କର ଅପରାଧ ଗୁଡ଼ାକ, ତାଙ୍କୁ କରୁଥିବା କ୍ଷତି ଗୁଡ଼ାକ ମନେ ପକାନ୍ତି। କିନ୍ତୁ ସେ ଲୋକ ମନ ପରିବର୍ତ୍ତନ କଲା, ସେ କରିଥିବା ଭୁଲ ପାଇଁ ସେ କ୍ଷମା ମାଗୁଅଛି, ଆଉ ସେ କରିଥିବା ଭୁଲ ପାଇଁ ସେ କ'ଣ କରୁଛି, ମାନେ ଲଜ୍ଜିତ ହେଇଯାଉଛି, ତାକୁ ଆମେ କ୍ଷମା ଦେବା ବୋଲି ଏହି ପ୍ରକାର ମନୋଭାବ ଆମ ଖ୍ରୀଷ୍ଟିଆନ ସମାଜରେ ବର୍ତ୍ତମାନ ଦେଖାଯାଉନି। ମାତ୍ର ପ୍ରଭୁ କହୁଅଛନ୍ତି,
ତୁମେ ଯଦି କ୍ଷମା ପାଇବାକୁ ଇଚ୍ଛା କରୁଛ, ତୁମେ ଯଦି ତୁମମାନଙ୍କର ଅପରାଧ ସବୁ କ୍ଷମା ପାଇବାକୁ ଇଚ୍ଛା କରୁଛ, ତାହେଲେ ତୁମେ ମଧ୍ୟ ଆପଣା ପ୍ରତିବାସୀର ପାପ ବା ପ୍ରତିବାସୀର ଅପରାଧ ସବୁ କ'ଣ କର? କ୍ଷମା କର। ତୁମେ ଯଦି କ'ଣ ପାଇବାକୁ ଇଚ୍ଛା କରୁଛ, ତୁମେ ଯାହା ମାଗିଛ, ଯାହା ମାଗିବାକୁ ଯାଉଛ, ସେ ସବୁ ବିଷୟ ଯଦି ତୁମେ ପାଇବାକୁ ଇଚ୍ଛା କରୁଛ, ତାହେଲେ ନିଶ୍ଚିତ ଭାବରେ ତୁମେ କ'ଣ କରିବାକୁ ପଡ଼ିବ? ଆପଣା ପ୍ରତିବାସୀର ମାନେ ଅପରାଧ ସବୁ କ୍ଷମା କରିବାକୁ ପଡ଼ିବ। ତୁମେମାନେ ପ୍ରାର୍ଥନା କରିକିରି ମାଗିବା ବେଳକୁ ତୁମମାନଙ୍କର ମନରେ ଯଦି କାହାର ଅପକାରିତା ବିଷୟ ତୁମମାନଙ୍କ ମନରେ ଯଦି ଆସିଲା, କିଏ ଯଦି ତୁମମାନଙ୍କର କୌଣସି କ୍ଷତି କଲା ବୋଲିକରି ଆଉ ତୁମର ମନରେ ପଡ଼ିଲା, ତାହେଲେ ତାର ପାଇଁ ପ୍ରଭୁଙ୍କ ନିକଟରେ କ୍ଷମା ମାଗିବ। ପ୍ରଭୁ ସେ ଭାଇକୁ କ୍ଷମା କର, ମୋର ଅମକ ବିଷୟ ସେ କ୍ଷତି କରିଅଛି, ତଥାପି ସେ ଯେ ପ୍ରକାର ମନ ପରିବର୍ତ୍ତନ କରି ଅନନ୍ତ ଜୀବନର ଅଧିକାର ହେଇପାରିବ, ସେ ଭାଇଙ୍କୁ ସେଥିପାଇଁ କ୍ଷମା କର ବୋଲି ଆମେ ପ୍ରଭୁଙ୍କଠାରେ ବିନମ୍ର ଭାବରେ ପ୍ରାର୍ଥନା ବିନତି କରିବାକୁ ପଡ଼ିବ। ହାଲେଲୁୟା। ଯଦି କାହାରି ବିରୁଦ୍ଧରେ ତୁମର କୌଣସି କଥା ଥାଏ, ତାହେଲେ କ୍ଷମା କର। ହାଲେଲୁୟା। ଯେପରି ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିପାରିବେ। କିନ୍ତୁ ତୁମେମାନେ ଯେବେ କ୍ଷମା ନ କର, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବେ ନାହିଁ। କାରଣ ଆମମାନଙ୍କ ପରମେଶ୍ୱର କ୍ଷମାକାରୀ ପରମେଶ୍ୱର। ଆମମାନଙ୍କର ପାପ ସବୁ କ୍ଷମା କରିବା ପରମେଶ୍ୱର ଆମମାନଙ୍କର ପରମେଶ୍ୱର। ସେ ଯେଡ଼େ ବଡ଼ ଅପରାଧ କଲେ ମଧ୍ୟ ସେ କ୍ଷମା କରନ୍ତି, ଯେଡ଼େ ବଡ଼ ପାପୀ କଲେ ମଧ୍ୟ ସେ କ୍ଷମା କରନ୍ତି। ସେ ଯଦି ଅପରାଧ ଗୁଡ଼ାକୁ ଧରିବେ, ସେ ଯଦି ପରମେଶ୍ୱର ଯଦି ଅପରାଧ ଗୁଡ଼ାକ ଧରିକିରି ଆମମାନଙ୍କୁ ଦଣ୍ଡ ଦେବାର ଅଛି ବୋଲି କହିଲେ, ତାହାଙ୍କ ନିକଟରେ କୌଣସି ପ୍ରାଣୀ ଜୀବିତ ରହିପାରିବ ନାହିଁ। ହାଲେଲୁୟା। ତେଣୁ ମୋର ପ୍ରିୟ ଭାଇମାନଙ୍କୁ ମୁଁ ଅନୁରୋଧ କରେ, ପରମେଶ୍ୱର ଯେ ପ୍ରକାର ପ୍ରେମକାରୀ, ପରମେଶ୍ୱର ଯେ ପ୍ରକାର କ୍ଷମାକାରୀ, ପରମେଶ୍ୱର ଯେ ପ୍ରକାର ଦୟାବାନ, ଆମେମାନେ ମଧ୍ୟ ସେ ପ୍ରକାର ହେବାର ଅଛି ବୋଲି ପ୍ରଭୁ ଇଚ୍ଛା କରୁଅଛନ୍ତି। ତେଣୁ ଆମେମାନେ ଯଦି ଦେଖିବା ଗୀତ ସଂହିତା 103 ପର୍ବରେ ଏହି ପ୍ରକାର ଲେଖା ହେଇଛି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ହେ ମୋହର ଅନ୍ତରସ୍ଥ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ ସଦାପ୍ରଭୁଙ୍କ ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନ ସବୁ ପାଶର ନାହିଁ। ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି, ସେ ବିନାଶରୁ ତୁମ ଜୀବନ ମୁକ୍ତ କରନ୍ତି। ସେ ସ୍ନେହପୂର୍ଣ୍ଣ କରୁଣା ଦୟାରୂପ ମୁକୁଟରେ ତୁମକୁ ଭୂଷିତ କରନ୍ତି, ସେ ଉତ୍ତମ ବସ୍ତୁରେ ତୁମର ମୁଖ ତୃପ୍ତ କରନ୍ତି, ତୁମ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମର ନୂତନ ଯୌବନ ହୁଏ। ହାଲେଲୁୟା। ଏ ଜାଗାରେ ଗୀତ ରଚକ ତାଙ୍କ ମନ ସହିତ କଥାବାର୍ତ୍ତା କରୁଛନ୍ତି। ଗୀତ ରଚକ କ'ଣ କରୁଛନ୍ତି? ଦାଉଦ ତାଙ୍କ ମନକୁ ପରମେଶ୍ୱରଙ୍କ ଧନ୍ୟବାଦ କରିବାକୁ କହୁଅଛନ୍ତି। ସେ ଏ ଗୀତ ରଚକ ବର୍ତ୍ତମାନ ବୃଦ୍ଧ ବୟସରେ ସେ ପହଞ୍ଚିଗଲେନି। ସେ ସମୟରେ ସେ ପ୍ରଭୁଙ୍କ ନିକଟରେ ଧନ୍ୟବାଦ କରିକିରି କହୁଅଛନ୍ତି ତାଙ୍କର ମନ ସହିତ। ତୁମେ ଯଦି ପ୍ରଭୁଙ୍କୁ ଧନ୍ୟବାଦ ଦେବ, ତାହା ସେ ତୁମକୁ ଉତ୍ତମ ବସ୍ତୁରେ ପରିତୃପ୍ତ କରିବେ, ତୁମ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମର ନୂତନ ଯୌବନ ହେବ। ହାଲେଲୁୟା। ଉତ୍କୃଷ୍ଟ ପକ୍ଷୀ ଯେ ପ୍ରକାର ଉଡ଼ିପାରୁଛି, ସେ ପ୍ରକାର ତୁମର ନୂତନ ଯୌବନ ହୁଏ। ହାଲେଲୁୟା। କେବେ ତାହା ପାଇପାରିବ ବୋଲି କହିଲେ, ବର୍ତ୍ତମାନ ତ ଆମେ ଏ ଶରୀରରେ ବୃଦ୍ଧ ହୋଇଗଲା ପରେ ଆଉ ଯୌବନ ପାଇପାରିବୁ ନାହିଁ। କିନ୍ତୁ ଯେତେବେଳେ ଆମେମାନେ ପୁନରୁତ୍ଥିତ ହେବୁ, ଯେତେବେଳେ ମହିମା ଶରୀରରେ ଧାରଣ କରିବୁ, ଯେତେବେଳେ ଆମେମାନେ ପରମେଶ୍ୱରଙ୍କ ରାଜ୍ୟରେ ନିତ୍ୟ ବାସ କରିବୁ, ସେ ସମୟରେ ଆମମାନଙ୍କର ନୂତନ ଯୌବନ
ନିଶ୍ଚିତ ଭାବରେ ହେବ। ହାଲେଲୁୟା। ତ ଆମେମାନେ କ'ଣ ବୁଝିପାରୁଛୁ ବୋଲି କହିଲେ ଆମ ପ୍ରଭୁ ପରମେଶ୍ୱର କ୍ଷମାକାରୀ ପରମେଶ୍ୱର। ଅଧର୍ମ ସବୁ କ୍ଷମା କରନ୍ତି, ରୋଗ ସବୁ ସୁସ୍ଥ କରନ୍ତି। ଏହି ଜାଗାରେ ପରିଚୟ ଦେଉଛନ୍ତି ଅନୁଭବୀ ହେଇଥିବା ପ୍ରଭୁଙ୍କ ଦାସ ଦାଉଦ। ସେ ତାଙ୍କ ଜୀବନରେ ପରମେଶ୍ୱରଙ୍କର ମଙ୍ଗଳ ଦାନ ସବୁ ପାଇଥିଲେ। ତାଙ୍କ ଜୀବନରେ ପରମେଶ୍ୱରଙ୍କର ଅନୁଗ୍ରହ ଦାନ ପାଇଥିଲେ, ପରମେଶ୍ୱରଙ୍କର ସ୍ନେହପୂର୍ଣ୍ଣ କରୁଣା ପାଇଥିଲେ, ପରମେଶ୍ୱରଙ୍କର ଦୟାରୂପ ମୁକୁଟ ପାଇଥିଲେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ସେଇ ଜିନିଷ ସଦାପ୍ରଭୁ ପରମେଶ୍ୱର ପ୍ରଭୁ ଯୀଶୁ ତୁମମାନଙ୍କୁ ଆଉ ମୋତେ ଦେବାକୁ ସେ ଇଚ୍ଛା କରୁଅଛନ୍ତି। ସେଥିପାଇଁ ସେ କହୁଅଛନ୍ତି, ତୁମେମାନେ ଯେତେବେଳେ ପ୍ରାର୍ଥନା କରି ମାଗିବ, ତୁମେ ଯାହା କିଛି ପ୍ରାର୍ଥନା କରି ମାଗିବ ସେହି ସବୁ ବିଷୟ ତୁମେ ପାଇଅଛ ବୋଲି ଯଦି ତୁମେ ବିଶ୍ୱାସ କରିବ, ତାହେଲେ ତୁମମାନଙ୍କ ପ୍ରତି ତାହା ଘଟିବ। ହାଲେଲୁୟା। ତୁମେ ଯଦି ଯେତେବେଳେ ଯାହା କିଛି ପ୍ରାର୍ଥନା କରି ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛି ବୋଲି ଯଦି ବିଶ୍ୱାସ କରିବ, ପ୍ରଭୁଙ୍କୁ ତୁମେ ଯାହା କହିସାରିଛ ସେ ସମସ୍ତ ବିଷୟ ପାଇଅଛି, ପ୍ରଭୁ ଦେଇଅଛନ୍ତି ବୋଲି ଯେତେବେଳେ ତୁମେ ବିଶ୍ୱାସ ମାନେ ଦୃଢ଼ ବିଶ୍ୱାସ କରିବ, ସେତେବେଳେ ତୁମେ ତାହା ପାଇବ ବୋଲି ପ୍ରଭୁ ଏଠି କହୁଅଛନ୍ତି। ହେଲେ ପୁଣି ତୁମେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହେବ, ଯଦି କାହାରି ବିରୁଦ୍ଧରେ ତୁମମାନଙ୍କର କିଛି କଥା ଥାଏ, ତାହେଲେ କ୍ଷମା କରିବାକୁ ମାତ୍ର ପଡ଼ିବ। କ୍ଷମା ଗୁଣ ତୁମଠାରେ ଥିବାର ଅଛି, ଯେପରି ପରମେଶ୍ୱରଙ୍କ ଠାରେ ଥିଲା। ତାହାଙ୍କ ସନ୍ତାନମାନଙ୍କ ଠାରେ ମଧ୍ୟ ପ୍ରଭୁ ଚାହୁଁଛନ୍ତି, ମୁଁ ଯେ ପ୍ରକାର ପବିତ୍ର, ମୋର ପିଲାମାନେ ମଧ୍ୟ ସେ ପ୍ରକାର ପବିତ୍ର ହୁଅନ୍ତୁ ବୋଲି ପ୍ରଭୁ ଚାହୁଁଅଛନ୍ତି। ମୁଁ ଯେ ପ୍ରକାର ପବିତ୍ର, ମୋର ପିଲାମାନେ ମଧ୍ୟ ସେ ପ୍ରକାର ପବିତ୍ର ହେବାର ଅଛି। ମୁଁ ଯେ ପ୍ରକାର ସେମାନଙ୍କୁ ପ୍ରେମ କରୁଅଛି, ଆପଣା ପ୍ରତିବାସୀକୁ ମଧ୍ୟ ସେମାନେ ସେ ପ୍ରକାର ପ୍ରେମ କରାକରି ହୁଅନ୍ତୁ ବୋଲି ପ୍ରଭୁଙ୍କର ଇଚ୍ଛା। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ ମାଗୁଥାଉ କିନ୍ତୁ କିଛି ବିଷୟ ପାଇନଥାଉ। ଆମେମାନେ ମାଗିଥାଉ କିନ୍ତୁ କେତେ ବିଷୟ ପାଇନଥାଉ। କ'ଣ ପାଇଁ ବୋଲି କହିଲେ, ଆମେମାନେ ସନ୍ଦେହରେ ତାହା ମାଗିଥାଉ। ହାଲେଲୁୟା। ତେଣୁ ଆମେମାନେ ପାଇନଥାଉ। ପ୍ରଥମ ପିତର 1 ପର୍ବ ତାର 16 ପଦରେ ପିତର ପ୍ରଭୁଙ୍କ ଦାସ ପିତର କହୁଅଛନ୍ତି, ଯେନୁ ଲେଖା ଅଛି, ତୁମେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ହାଲେଲୁୟା। ତୁମେମାନେ ପବିତ୍ର ହୁଅ, ଆମେ ପବିତ୍ର ଅଟୁ। ତା ଉପର ପଦରେ ଲେଖା ହେଇଛି, ମାତ୍ର ତୁମମାନଙ୍କର ଆହ୍ୱାନକାରୀ ଯେପରି ପବିତ୍ର, ତୁମେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ। ହାଲେଲୁୟା। ଏ ଜାଗାରେ ଲେଖା ହେଇଛି, ତୁମମାନଙ୍କର ଆହ୍ୱାନକାରୀ ପବିତ୍ର ଅଟନ୍ତି। ଯେ ତୁମକୁ ଡାକିଅଛନ୍ତି, ଯେ ତାଙ୍କ ରାଜ୍ୟର ଅଧିକାରୀ ହେବା ପାଇଁ ଡାକିଅଛନ୍ତି, ସେ ହେଉଛନ୍ତି ପବିତ୍ର ପରମେଶ୍ୱର। ସେ ପବିତ୍ର ଈଶ୍ୱର। ତାହାଙ୍କଠାରେ ତୁମେମାନେ ବିଶ୍ୱାସ କରିଅଛ, ତାହାଙ୍କଠାରେ ତୁମେମାନେ ଭରସା କରିଅଛ। ଯେଉଁ ଭରସାରେ ତୁମେ ତାହାଙ୍କୁ ପାଇଅଛ, ଯେଉଁ ଅନୁଗ୍ରହରେ ତୁମେ ତାହାଙ୍କୁ ପାଇଅଛ, ସେ ଅନୁଗ୍ରହରେ ସେ ତୁମମାନଙ୍କୁ ପବିତ୍ର କରିବାକୁ ଯାଉଅଛନ୍ତି। ସେ ପବିତ୍ର ଅଟନ୍ତି। ତୁମମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ। ହାଲେଲୁୟା। ତୁମମାନଙ୍କର ଆଚରଣ କେଉଁ ପ୍ରକାର ଅଛି? ତୁମର ପ୍ରତିବାସୀକୁ ଯଦି ତୁମେ କ୍ଷମା କରିପାରୁନ, ତାହେଲେ ତୁମର ଆଚରଣରେ କୌଣସି ପରିବର୍ତ୍ତନ ଆସିନାହିଁ। ଆପଣ ପ୍ରତିବାସୀକୁ ଯଦି ତୁମେ କ୍ଷମା କରିପାରିନ, ଆପଣ ପ୍ରତିବାସୀର ଅମଙ୍ଗଳ ଗୁଡ଼ାକ ଯଦି ତୁମେ ମନେ ରଖୁଥିବ, ତାହେଲେ ତୁମେ କ'ଣ ହୋଇନ? ତୁମେ ନିଜେ ପରିବର୍ତ୍ତନ ହେଇନାହଁ। ତେଣୁ ତୁମେ ପରମେଶ୍ୱରଙ୍କ ପରି ପବିତ୍ର ହେଇପାରୁନାହଁ। ପରମେଶ୍ୱର ଚାହାନ୍ତି, ମୋର ଆଜ୍ଞାବହ ସନ୍ତାନ ଗୁଡ଼ାକ ମୋ ପରି ଏକା ପବିତ୍ର ହୁଅନ୍ତୁ। ଯେ ପ୍ରକାର ମୁଁ ସେମାନଙ୍କ ବିଷୟରେ ସାକ୍ଷ୍ୟ ଦେଇପାରିବି, ସେମାନେ ମୋର ଆଜ୍ଞାବହ ସନ୍ତାନ ଗୁଡ଼ାକ। ହାଲେଲୁୟା। ଯେଉଁମାନେ ତାହାଙ୍କର ଆଜ୍ଞାବହ ସନ୍ତାନମାନେ, ସେମାନେ ପରମେଶ୍ୱରଙ୍କୁ କେବେ ଲଜ୍ଜିତ ହେବାକୁ ଦେବେ ନାହିଁ। ପ୍ରେଜ୍ ଦ ଲର୍ଡ। ଏଭ୍ରି ପୁସ୍ତକ 11 ପର୍ବ ତାର 16 ପଦରେ, କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର
ଅର୍ଥାତ୍ ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ। ଏହେତୁ ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି। ବିଶ୍ୱାସ ଦ୍ୱାରା ଅବ୍ରାହମ ପରୀକ୍ଷିତ ହୋଇ ଇସାକଙ୍କୁ ଉତ୍ସର୍ଗ କଲେ। ତହିଁ ଯେଉଁ ବ୍ୟକ୍ତି ପ୍ରତିଜ୍ଞା ସମୂହ ପ୍ରାପ୍ତ ହୋଇଥିଲେ ତାହାଙ୍କୁ କୁହାଯାଇଥିଲା ଯେ ଇସାକଙ୍କଠାରୁ ତୁମର ବଂଶ ଖ୍ୟାତ ହେବ। ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କ ସ୍ୱର୍ଗସ୍ଥ ଉତ୍ସର୍ଗ କରିବାକୁ ଯାଇଥିଲେ। ହାଲେଲୁୟା। ସେହି ବ୍ୟକ୍ତି ଯେ କି ଅବ୍ରାହମ ପରମେଶ୍ୱରଙ୍କର ବିଶ୍ୱସ୍ତ ଦାସ, ସେହି ଅବ୍ରାହମଙ୍କର ପରମେଶ୍ୱର ବୋଲି କହିବାକୁ ପରମେଶ୍ୱର ଲଜ୍ଜିତ ହେବେ ନାହିଁ। ହାଲେଲୁୟା। ସେହି ଅବ୍ରାହମଙ୍କର ପରମେଶ୍ୱର, ଇସାକଙ୍କ ପରମେଶ୍ୱର, ଯାକୋବଙ୍କ ପରମେଶ୍ୱର ବୋଲି କହିବା ପାଇଁ ପରମେଶ୍ୱର ଲଜ୍ଜିତ ହେବେ ନାହିଁ, ଯେହେତୁ ସେମାନେ ହେଉଛନ୍ତି ପରମେଶ୍ୱରଙ୍କର ସ୍ୱର୍ଗର ଆହ୍ୱାନକର୍ତ୍ତାଙ୍କର ଆଜ୍ଞାବହ ସନ୍ତାନମାନେ। ପରମେଶ୍ୱରଙ୍କର ଆହ୍ୱାନକାରୀ ଆଜ୍ଞାବହ ସନ୍ତାନମାନେ ହେଉଛନ୍ତି ଅବ୍ରାହମ, ଇସାକ ଏବଂ ଯାକୋବ। ପ୍ରେଜ୍ ଦ ଲର୍ଡ। ସେମାନଙ୍କ ଠାରୁ ଆମମାନଙ୍କୁ ଅନୁଗ୍ରହକର୍ତ୍ତାଙ୍କୁ ଯାହା ଯେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନଙ୍କ ଠାରୁ ପ୍ରଭୁ ଆମମାନଙ୍କୁ ଦାନ କରିଅଛନ୍ତି। ସେହି ପ୍ରଭୁଙ୍କୁ ଆମେମାନେ ପ୍ରାପ୍ତ ହୋଇଅଛୁ। ସେହି ପ୍ରଭୁ କହନ୍ତି, ହେ ମୋର ଲୋକମାନେ, ଏ ମୋର ଆଜ୍ଞାବହ ସନ୍ତାନମାନେ, ତୁମେମାନେ ପବିତ୍ର ହୁଅ। ଯେହେତୁ ତୁମକୁ ଯେ ଡାକିଅଛନ୍ତି, ତୁମକୁ ଯେ ମନୋନୀତ କରିଅଛନ୍ତି ସେ ପବିତ୍ର, ତେଣୁ ତୁମେମାନେ ମଧ୍ୟ ପବିତ୍ର ହୁଅ। ପ୍ରେଜ୍ ଦ ଲର୍ଡ। ତ ଏ ଜାଗାରେ ଲେଖା ହେଇଛି, ଏ ଜାଗାରେ କ'ଣ ଲେଖା ହେଇଛି ବୋଲି କହିଲେ, ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବେ। କିନ୍ତୁ ତୁମେମାନେ ଯେବେ କ୍ଷମା ନ କର, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବେ ନାହିଁ। ଏଟା ଜାଗ୍ରତ। ହାଲେଲୁୟା। ତୁମମାନଙ୍କର କାହାର ଯଦି କୌଣସି ବିରୋଧ କଥା ଅଛି, ତାହେଲେ ସେମାନଙ୍କୁ କ୍ଷମା କର। ତୁମେ ଯଦି କାହା ବିରୁଦ୍ଧରେ କୌଣସି ଭୁଲ କରିଛ, ତାହେଲେ ତୁମେ ବି କ୍ଷମା ମାଗ। ତାହେଲେ ସେଠି ସମାଧାନର ବାଟ ତୁମମାନଙ୍କୁ ଦେଖାଯିବ। ଆମେ ଦେଖିବା ପ୍ରଭୁଟି କ'ଣ କହୁଛନ୍ତି ବୋଲି କହିଲେ, ଯଦି କିନ୍ତୁ ତୁମେମାନେ ଯେବେ କ୍ଷମା ନ କରିବ, ତାହେଲେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମକୁ କ୍ଷମା କରିବେ ନାହିଁ। ହାଲେଲୁୟା। ଆମେ ଯଦି ଦେଖିବା ମାତୃ ସୁସମାଚାର 18 ପର୍ବ ତାର 21 ପଦରୁ ମୁଁ ପଢ଼ୁଛି, ଆପଣମାନେ ଧ୍ୟାନ ଦିଅନ୍ତୁ। ସେତେବେଳେ ପିତର ତାହାଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରଭୁ, କେତେଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି 7 ଥର ପର୍ଯ୍ୟନ୍ତ? ଯୀଶୁ ତାହାକୁ କହିଲେ, ତୁମକୁ କେବଳ 7 ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର 70 ଗୁଣ 7 ଥର ପର୍ଯ୍ୟନ୍ତ। ଅତଏବ ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ। ସେ ହିସାବ ଆରମ୍ଭ କରନ୍ତେ 3 କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା। କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ। ତେଣୁ ସେହି ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି। ସେଥିରେ ସେହି ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ। କିନ୍ତୁ ସେହି ଦାସ ବାହାରି ଯାଇ ତାହାଠାରୁ 50 ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି
କହିବାକୁ ଲାଗିଲା, ତୁ ଯାହା ଧାରୁ ସୁଝିଦେ। ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି। ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏଁ ତାହାକୁ କାରାଗାରରେ ପକାଇଦେଲା। ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ। ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି। ମୁଁ ଯେପରି ତୋତେ ଦୟା କଲି, ସେ ରୂପେ ମଧ୍ୟ ଆପଣା ସହଦାସକୁ ଦୟା କରିବା କି ତୋର କର୍ତ୍ତବ୍ୟ ନଥିଲା? ଆଉ ତାହାର ପ୍ରଭୁ କ୍ରୁଦ୍ଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ। ତୁମେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଭାଇକୁ କ୍ଷମା ନ କର, ତାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମମାନଙ୍କର ପ୍ରତି ସେ ପ୍ରକାର କରିବେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ଏତେ ବଡ଼ ବାକ୍ୟ ପଢ଼ିବାର କାରଣ ହେଉଛି, ସ୍ୱର୍ଗ ରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ। ପୁଣି ଆପଣ ଦାସମାନଙ୍କ ସହିତ ହିସାବ କରିବାକୁ ପ୍ରଭୁ ଯୀଶୁ ଦିନେ ବିଚାର ଆସନରେ ବସିବେ। ଆଉ ସେ ଯେ ଯାହା କର୍ମ କରିଥିବେ ସେ ସମସ୍ତଙ୍କୁ କ'ଣ କରିବେ ବୋଲି କହିଲେ, ଦକ୍ଷିଣରେ ଗୋଟେ ଦଳକୁ ଆଉ ବାମରେ ଗୋଟେ ଦଳକୁ ଠିଆ କରାଇବେ। ଆଉ ଏ ଜାଗାରେ ଆମେ ଦେଖିପାରୁଛୁ, 3 କୋଟି ଟଙ୍କା ଋଣ ନେଇଥିବା ଜଣେ ମାଲିକଙ୍କ ପାଖରେ 3 କୋଟି ଟଙ୍କା ଋଣ ନେଇଥିବା ଜଣେ ଲୋକକୁ ଆଉ ତାଙ୍କର ଦାସମାନଙ୍କୁ ପଠେଇକରି ଡକେଇଲେ, ପ୍ରଭୁ ତୁ 3 କୋଟି ଟଙ୍କା ନେଲୁ, ଏ 3 କୋଟି ଟଙ୍କା କେବେ ସୁଝିବୁ ତାହା କହ ବୋଲିକି କହିଲେ। ପ୍ରଭୁ ଯେ କେହି ରାଜା ସେ କ'ଣ କଲେ, ସେ ତାର ପାର କିଛି ନାହିଁ, ହଉ ତାର ପିଲା ଜିଲ୍ଲା ହଇରାଣ ହେଉଛନ୍ତି ବୋଲି କ'ଣ କଲା, ତା ପ୍ରଭୁ କହିଲା, କ'ଣ ବୋଲି କହିଲା, ସେ 3 କୋଟି ଟଙ୍କା ନେଇଥିବା ସେ ଋଣଦାର ତାଙ୍କ ପ୍ରଭୁଙ୍କ ନିକଟରେ ଠିଆ ହେଲା। ଆଉ ସେ ତାଙ୍କ ପ୍ରଭୁ ତାକୁ ପଚାରିଲେ, ତୁ କେବେ ଟଙ୍କା ଦେବୁ, କେବେ ପରିଶୋଧ କରିବୁ ବୋଲି ପଚାରିଲାରୁ ତାର ପାଖରେ କିଛି ନଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲା ଜିଲା ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ କରିବାକୁ କହିଲା। ହାଲେଲୁୟା। କହିଲେ କିଏ? ତାଙ୍କ ପ୍ରଭୁ। ତମର ପିଲା ଜିଲ୍ଲାକୁ, ତମ ସ୍ତ୍ରୀଙ୍କୁ, ତମର ସର୍ବସ୍ୱ ବିକ୍ରୟ କରିଦେଇକରି ମୋର ଯାହା ବାକି ଅଛୁ, ଯାହା ଟଙ୍କା ନେଇ ଅଛୁ, ସେସବୁ କ'ଣ କର, ପରିଶୋଧ କରିଦିଅ ବୋଲି କହିଲେ। ତେଣୁ ସେହି ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରିକରି କହିଲା, ପ୍ରଭୁ ମୋତେ କ୍ଷମା କର, ମୋତେ ଦୟା କର, ମୋ ବିଷୟରେ ଟିକେ ଧୈର୍ଯ୍ୟ ଧର, ମୁଁ ସବୁ ତୁମକୁ ପରିଶୋଧ କରିଦେବି ବୋଲି କହିଲାରୁ ସେଇ ପରମେଶ୍ୱର ଯେ କି ପ୍ରଭୁ, ସେ ରାଜା କ'ଣ କଲେ, ସବୁ କିଛି ତାଙ୍କର ପରିଶୋଧ କରିଦେଲେ, କ୍ଷମା କରିଦେଲେ। କିନ୍ତୁ ସେ କ୍ଷମା କଲା କିଛି ସମୟ ପରେ, ପ୍ରଭୁ କ୍ଷମା କରିଦେବା କିଛି ସମୟ ପରେ ଏ ବାହାରକୁ ଆସିଲା ପରେ ତା ପାଖରେ ଜଣେ ଭାଇ 50 ଟଙ୍କା ନେଇଥିଲା। ଗୋଟିଏ 50 ଟଙ୍କା ତା ଭାଇ ତା ପାଖରେ ଋଣ ନେଇଥିଲା। ସେ ଦେଖିଲା, ତାହାକୁ ଦେଖିକିରି, ରେ
ତୁ ଯାହା ଯାହା ମୋ ପାଖରେ ଯେତେ ଟଙ୍କା ନେଇଛୁ ତାହା କେବେ ଦେବୁ, ଶୀଘ୍ର ପରିଶୋଧ କରିଦେ ବୋଲି ସେ କ'ଣ ରାଗି ଯାଇକରି ତାର ବେକ ଧରବାକୁ ଆରମ୍ଭ କଲା। ତାର ବେକ ଧରିକରି ବେଗି ପରିଶୋଧ କରିଦେ, ନହେଲେ ତୋତେ ଜେଲରେ ପକାଇଦେବି ବୋଲି କହିଲା। ଆଉ ସେ ଦାସ ବି କହିଲା, ହେ ପ୍ରଭୁ ମୋ ବିଷୟରେ ଟିକେ ଧୈର୍ଯ୍ୟ ଧରନ୍ତୁ, ମୁଁ ସମସ୍ତ ବିଷୟ ପରିଶୋଧ କରିଦେବି, ସବୁ ଟଙ୍କା ପରିଶୋଧ କରିଦେବି ବୋଲି କହିଲେ ସେ ମାନିଲା ନାହିଁ। ନ ମାନୁନୁ ସେ ପରିଶୋଧ କରିବା ପର୍ଯ୍ୟନ୍ତ ତାହାକୁ କ'ଣ କରିଦେଲା, ଜେଲରେ ପକାଇଦେଲା। ସେ ଲୋକ, ସେ ମୂର୍ଖ ଲୋକ ଯେ କ୍ଷମା ପାଇଥିଲା ସେ ଆପଣ ପ୍ରତିବାସକୁ କ୍ଷମା ଦେଇପାରିଲା ନାହିଁ। ତେଣୁ ଆଉ ଏ କଥା ତାର ସାଙ୍ଗ ଲୋକମାନେ ଶୁଣିଲେ, ସେ ପାଖାପାଖି ଲୋକମାନେ ଶୁଣିଲେ। ଆଉ 3 କୋଟି ଟଙ୍କା ପରିଶୋଧ କରିଥିଲେ ପ୍ରଭୁ। ଆଉ ଏ ଲୋକର ଏତେ ଟିକେ ଦୟା ହେଲାନି, ତାର ପ୍ରତିବାସୀର ଗଳା ଧରି ତାକୁ ଗଳା ଚିପିକିରି କେବେ ପରିଶୋଧ କରିବୁ ବୋଲି ପଚାରିଲା। ଏ ଲୋକର ଏତେ ଟିକେ ଦୟା ନାହିଁ, ଆସ 3 କୋଟି ଟଙ୍କା ସେ କ୍ଷମା ପାଇଲା, ସେ ରାଜାଙ୍କୁ ଆମେ କହିଦେବା ବୋଲି ତାଙ୍କର ସଙ୍ଗୀମାନେ ଯାଇକି ରାଜାଙ୍କୁ ସବୁ କଥା କହିଦେଲେ। ସେତେବେଳେ ରାଜା କ'ଣ କଲେ, ଆଉ ତାହାକୁ ପାଖକୁ ଡାକିଲେ, ରେ ମୂର୍ଖ ଦାସ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ତୋର ସେହି ସମସ୍ତ ଋଣ କ୍ଷମା କରିଦେଲି। ମୁଁ ଯେପରି ତୋତେ କ୍ଷମା କଲି, ଦୟା କଲି, ସେହିପରି କ'ଣ ତୋର ପ୍ରତିବାସକୁ ଦୟା କରିପାରିଲୁ ନାହିଁ? ସେତେବେଳେ ତାଙ୍କର ପ୍ରଭୁ ରାଜା କ୍ରୋଧ ହେଇଯାଇକରି ସେ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ତାକୁ ସମର୍ପଣ କରିଦେଲେ। ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ତାକୁ ସମର୍ପଣ କରିଦେଲେ। ସେ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ତାକୁ ମାଡ଼ ମାରିକିରି ଜେଲରେ ପକାଇଲେ। ତାର ସହିତ ଯାହା କାମ କରାଇବା କଥା ସବୁ କରେଇକିରି ଋଣ ଶେଷ ହେଲା ପର୍ଯ୍ୟନ୍ତ ତାର ଲାଇଫ୍ ସବୁ ସରିଯାଇଥିବ। ହାଲେଲୁୟା। ତେଣୁ ଏ ଜାଗାରେ ପ୍ରଭୁ କହୁଛନ୍ତି, ତୁମମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ପ୍ରତିବାସୀକୁ, ଆପଣା ଭାଇକୁ କ୍ଷମା ନ କର, ତାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମମାନଙ୍କ ପ୍ରତି ସେହି ପ୍ରକାର କରିବେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ ଦେଖୁଛୁ ଆମମାନଙ୍କ ସ୍ୱର୍ଗସ୍ଥ ପିତା ହେଉଛନ୍ତି କ୍ଷମାକାରୀ ପରମେଶ୍ୱର। ସେ ସମସ୍ତ ବିଷୟ କ୍ଷମା କରିବେ। ପିତର ଭାବୁଥିଲେ, ପ୍ରଭୁ ଦିନକୁ 7 ଥର କ୍ଷମା କରିଲେ ହେଇଯିବ କି ମୋର ପ୍ରତିବାସକୁ ବୋଲି ପଚାରିଲେ। ନାଇଁ 7 ଥର ନାହିଁ, 7 ଗୁଣ 7 ଥର। ହାଲେଲୁୟା। ଆପଣମାନେ କାଲକୁଲେସନ୍ କରି ଗଣନ୍ତୁ। 7 ଗୁଣ 7 ଥର ଆପଣା ପ୍ରତିବାସୀ ଆମ ବିରୁଦ୍ଧରେ ପାପ କଲେ ତାକୁ କ୍ଷମା କରିବାକୁ ପଡ଼ିବ। ତାର ଅର୍ଥ ସମ୍ପୂର୍ଣ୍ଣ ହୃଦୟରେ ଆମେ କ୍ଷମା କରିବାକୁ ପଡ଼ିବ। ସେତେବେଳେ ଆମ ସ୍ୱର୍ଗସ୍ଥ ପିତା ମଧ୍ୟ ଆମକୁ କ୍ଷମା କରିବେ। ଆମେମାନେ ଯାହା ପ୍ରାର୍ଥନା କଲେ, ଯାହା କିଛି ପ୍ରାର୍ଥନା କଲେ, ସେ ସବୁ ବିଷୟ ପ୍ରଭୁ ଆମମାନଙ୍କୁ ଦେବେ। ହାଲେଲୁୟା। ଆମେମାନେ ପ୍ରାର୍ଥନା କରୁଛୁ, ଆମେ ମାଗୁଛୁ, କିନ୍ତୁ ପାଇପାରୁନୁ। କ'ଣ ପାଇଁ ବୋଲି କହିଲେ, ଆମମାନଙ୍କର ପ୍ରାର୍ଥନା ପ୍ରଭୁଙ୍କ ନିକଟକୁ ଉଠୁନାହିଁ। ଆମମାନଙ୍କର ପ୍ରାର୍ଥନା ଦ୍ୱିମନିଆ ହେଇଯାଉଛି। ଆମମାନଙ୍କର ପ୍ରାର୍ଥନା ପାଇଲା ପରେ, ଯାହା ମାଗିଛୁ ତାହା ପାଇଲା ପରେ ପ୍ରାର୍ଥନା ନୁହେଁ, ସନ୍ଦେହରେ ଯୁକ୍ତ ପ୍ରାର୍ଥନା। ସେ ପ୍ରକାର ପ୍ରାର୍ଥନା ଯଦି ତୁମେ କରିବ, କିଛି ପାଇପାରିବ ନାହିଁ। ସନ୍ଦେହକାରୀ କିଛି ପାଇପାରିବ ନାହିଁ, ଦ୍ୱିମନିଆକାରୀ କିଛି ପାଇପାରିବ ନାହିଁ ବୋଲି ବାକ୍ୟ ଲେଖା ହେଇଛି। ତେଣୁ ଆଜିର ବାକ୍ୟ ଅନୁସାରେ ଆପଣମାନେ ଜୀବନଯାପନ କରିବେ ଏବଂ ପ୍ରଭୁଙ୍କ ନିକଟରେ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ପ୍ରାର୍ଥନା କରିବେ। ଆପଣ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବେ। ଆପଣ ପ୍ରତିବାସୀର ଯାହା ଭୁଲ ଥିଲେ କ୍ଷମା କରିବେ। ଏହି ପ୍ରକାର ସିଚୁଏସନ୍, ଏହି ପ୍ରକାର ପରିସ୍ଥିତିକୁ ପ୍ରଭୁ କ'ଣ କରୁଛନ୍ତି, ଚାହାନ୍ତି। ହାଲେଲୁୟା। ପ୍ରଭୁ ମୋ ପିଲାମାନେ ମଧ୍ୟ ମୋ ପରି କ୍ଷମା କରନ୍ତୁ, ମୋ ପିଲାମାନେ ମଧ୍ୟ ମୋ ପରି ଦୟା କରନ୍ତୁ, ମୋ ପିଲାମାନେ ମଧ୍ୟ ମୋ ପରି ପବିତ୍ର ହୁଅନ୍ତୁ ବୋଲି ପ୍ରଭୁ ଇଚ୍ଛା କରୁଛନ୍ତି। ତେଣୁ ଆଜିର ବାକ୍ୟ ଅନୁସାରେ ଆପଣମାନେ ଆଉ ଜୀବନଯାପନ କରିବେ ବୋଲି ମୁଁ ଆଶା କରି ଆଉ ଆଜିର ବାକ୍ୟକୁ ମୁଁ ଏଇଠି ରଖୁଛି। ପ୍ରଭୁ ଆମେ ସମସ୍ତଙ୍କୁ ପଠିତ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସୁଧା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକୃତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଅନୁସାରେ ପ୍ରଭୁ ଆମ ପ୍ରତିବାସକୁ ଆମେ ଯେ ପ୍ରକାର କ୍ଷମା କରିପାରିବୁ ଓ ହୃଦୟ ସହିତ କ୍ଷମା କରିପାରିବୁ, ସେଥିରୁ ସାହାଯ୍ୟ କର। ଆମେ ଯେ ପ୍ରକାର କ୍ଷମା ପାଇବୁ, ଓ ପରମେଶ୍ୱର, ଆମେ ଯେ ପ୍ରକାର ତୁମଠାରେ ଓ ପରମେଶ୍ୱର ସଦାସର୍ବଦା ପରମେଶ୍ୱର ତୁମଠାରେ ଓ ପ୍ରଭୁ ଲାଗି ରହିବୁ, ସେଥିରୁ ସାହାଯ୍ୟ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରେ ପ୍ରଭୁ। ଆମେନ୍। ପ୍ରେଜ୍ ଦ ଲର୍ଡ।